ମୁଁ ଅଶୋକ କୁମାର ମୁଦୁଲି, ସାଧାରଣ ସମ୍ପାଦକ ମିଳିତ ମଞ୍ଚ। ଦୀର୍ଘ 30 ବର୍ଷ ଧରି ଯେଉଁମାନେ ନିରବଚ୍ଛିନ୍ନ ସେବା ଯୋଗାଇଛନ୍ତି ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସଂସ୍ଥାରେ, କୋଭିଡ ହଉ କିମ୍ବା ଯେକୌଣସି ଦୈବିକ ଦୁର୍ବିପାକ ହଉ, ସବୁ ସମୟରେ ଏହି କର୍ମଚାରୀ ମାନେ ସରକାରଙ୍କ ପାଖରେ ଛିଡ଼ା ହେଇଛନ୍ତି ଏବଂ 24 ଘଣ୍ଟା ଜଳ ଯୋଗାଣ ବର୍ତ୍ତମାନ ପ୍ରୟାସ କରୁଛନ୍ତି ସରକାର। ହେଲେ 30 ବର୍ଷ କାମ କରିବା ସତ୍ତ୍ୱେ ଆଜି ଗ୍ରାମାଞ୍ଚଳରେ ସହରାଞ୍ଚଳରେ ହାରାହାରି 1483, ଗ୍ରାମାଞ୍ଚଳରେ 595 କର୍ମଚାରୀ ଏପର୍ଯ୍ୟନ୍ତ ନିୟମିତ ହେଇପାରିଲେ ନାହିଁ। ତେଣୁ ଆମେ ସରକାରଙ୍କୁ ବାରମ୍ବାର ଏ ବିଷୟରେ ଅନୁରୋଧ କରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏଇ ଯେଉଁ ସରକାର ଆସିଛନ୍ତି ସେ ସରକାରଙ୍କୁ ମଧ୍ୟ ଆମେ ସୂଚେଇ ଦେଇଥିଲୁ ଯେ ଆମେ କର୍ମଚାରୀ ମାନଙ୍କର ପେଟ ପାଟଣା କଥା, 30 ବର୍ଷ ସେମାନେ କାମ କଲେଣି, କାଲି ସକାଳେ 60 ବର୍ଷ ଅତିକ୍ରାନ୍ତ କରି ତା ଦେହରୁ 20% ପଳେଇଲେଣି। ଆଉ 1600 କର୍ମଚାରୀ ଦୁଇଟା ସଂସ୍ଥାରେ ଅଛନ୍ତି। ତେଣୁ ତାଙ୍କୁ ଯଦି ନିୟମିତ କରାଯାଏ ଟଙ୍କା 15-16 କୋଟି ଟଙ୍କା ବର୍ଷିକ ଖର୍ଚ୍ଚ ହବ। 16 କୋଟି ଟଙ୍କା ଗୋଟେ ସରକାର ପାଇଁ କିଛି ନୁହେଁ, ଗୋଟେ ଛୋଟିଆ ପ୍ରୋଜେକ୍ଟ। ଶହ କୋଟି ଟଙ୍କା ଖର୍ଚ୍ଚ ମେଗା ପ୍ରୋଜେକ୍ଟ ତିଆରି ହେଉଛି, ହେଲେ କର୍ମଚାରୀଙ୍କ ଏ ପେଟ ପାଟଣା କଥା କ'ଣ ସରକାର ଚିନ୍ତା କରିପାରିବେ ନାହିଁ? ତେଣୁ ଏ ସରକାରଙ୍କ ଉପରେ ଆଶା ଭରସା ଅଛି। ଆମେ ରାଜରାସ୍ତାକୁ କର୍ମଚାରୀ ଓହ୍ଲେଇଛନ୍ତି ଯେ ଆଗାମୀ ଦିନ ଯଦି ସରକାର ଆମ କଥାକୁ ନ ଶୁଣନ୍ତି ଆମେ ମାର୍ଚ୍ଚ ସୁଦ୍ଧା এই আন্দোলনକୁ ব্যাপক କରିବୁ ଏବଂ ରାଜରାସ୍ତାକୁ ଗଲେ ମୁଖ୍ୟମନ୍ତ୍ରୀ ବାସଭବନ ମଧ୍ୟ ଘେରାଉ କରିବୁ। 30 ବର୍ଷରୁ ଉର୍ଦ୍ଧ୍ୱ ହବ କର୍ମଚାରୀ ରହି ସେ ଶୀତ ତାପ ଯାହା ବି ହଉ ସବୁଥିରେ କାମ କରି ତାଙ୍କର ଅକାଳ ପରିଶ୍ରମ କରୁଛନ୍ତି। ତାଙ୍କର ଦାବି ହେଲା, ଆମର ଦାବି ହେଲା ତାଙ୍କର ନିଯୁକ୍ତି ପାଇଁ, ମାନେ ନିଯୁକ୍ତି। ସେ ନିଯୁକ୍ତି ଆମେ ସେଥିପାଇଁ ଆଜି ରାସ୍ତାରେ ଓହ୍ଲେଇଛୁ। ଆଗାମୀ ଦିନ ଯଦି ସରକାର ଯଦି ନ କରନ୍ତି ତାହେଲେ ମାର୍ଚ୍ଚ 15ରୁ ଆମେ ଯେମିତି ହେଲେ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ଗୋଟେ ଦାବି ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ନିଯୁକ୍ତି, ସେଇ ଦାବି। ପ୍ରୋତ୍ସାହନ ରାଶି ବୃଦ୍ଧି କଥା କହୁଛନ୍ତି, ପ୍ରୋତ୍ସାହନ ରାଶିର ବୃଦ୍ଧି ହେବା ଦରକାର। କ'ଣ କେତେ ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି ଆଉ କେତେ ଟଙ୍କା ବୃଦ୍ଧି ହେବା ଦରକାର? ପ୍ରୋତ୍ସାହନ ରାଶି 200 ଟଙ୍କା ଦେଉଛନ୍ତି ସରକାର, ଗତ ସରକାର, ଏ ସରକାର ଦେଇନାହାନ୍ତି। ଯୋଉଟା ଏବେ ସରକାର ସେଇଟା ଆଉ ପ୍ରୋତ୍ସାହନ ରାଶି ନେବା ଆମେ ପ୍ରୋତ୍ସାହନ ରାଶି ନେବା ଭାଇ ଆମେ ଆଉ ଚାହୁଁନୁ। ଯୋଉଟା ପୋଷ୍ଟିଂ କରନ୍ତୁ, ଯାହା ବି ହଉ ଆମର ଦାବି ସେଇଟା ହେଲା। ଆଉ ସେ 200 ଟଙ୍କା 100 ଟଙ୍କାରେ ଆଉ ଚଳିପାରିବେ କି? ଏ ଯୋଉ ମହଙ୍ଗା ହେଲାଣି ଯଦି ଜିନିଷ ସେ ସମୟରେ ଚଳିପାରିବେନି। 22,000 ଟଙ୍କା 21,000 ପାଉଛନ୍ତି। ତାଙ୍କର ଯଦି ନିଯୁକ୍ତି ହେଲା କମ୍ ସେ କମ୍ ଏବେ ଯୋଉ ପିଏମ୍ 30-35,000 ପାଇବେ, ତେଣୁ କିଛି ପାଇପାରିବେ।